ଆପଣମାନଙ୍କ ଚ୍ୟାନେଲ ଜରିଆରେ ମୁଁ କହିବାକୁ ଚାହେଁ ଯେ ଆଜିକୁ 2020 ମସିହାରେ ସ୍ୱର୍ଗତ ମନ୍ତ୍ରୀ ଆମର ପ୍ରିୟ ନେତା ବିଜୟ ଶ୍ରୀ ରାଉତରାୟଙ୍କ ଆଶୀର୍ବାଦରୁ ମୁଁ 2020ରେ ମୋତେ ନିର୍ବାଚିତ କରାଯାଇଥିଲା। ମୁଁ ତାଙ୍କର ଯେଉଁ ଦାୟିତ୍ୱ ଦେଇଥିଲେ ମୁଁ ତାକୁ ସୁଚାରୁ ରୂପେ ପାଳନ କରିଛି। ଆଉ ସମସ୍ତ ବୟସ୍କ ଯୁବ ମଧ୍ୟମ ବୟସ୍କ ଭାଇ ଭଉଣୀମାନଙ୍କୁ ସବୁ ଦଳରେ ସମସ୍ତଙ୍କୁ ନେଇ ମୁଁ ବାସୁଦେବପୁର ମ୍ୟୁନିସିପାଲିଟିରେ ସଂଗଠନରେ ସୁଦୃଢ଼ କରିବାକୁ ଚେଷ୍ଟା କରିଛି। ଆଗାମୀ ଦିନରେ ଆହୁରି ଦୃଢ଼ କରିବାକୁ ମୁଁ ଚେଷ୍ଟା କରିବି। ଆଜି ଯେଉଁ ପୁନର୍ନିର୍ବାଚିତ ହୋଇଛି ସେଥିପାଇଁ ଆମର ପ୍ରିୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଆଶୀର୍ବାଦରୁ ବା ତାଙ୍କ ଇଏରୁ ମୁଁ ଆଜି ପୁନର୍ନିର୍ବାଚିତ ହୋଇଛି। ମୁଁ ଆଗାମୀ ଦିନରେ ବାସୁଦେବପୁର ମ୍ୟୁନିସିପାଲିଟିର ସମସ୍ତ ଗୁରୁଜନ ଭାଇ ଭଉଣୀ ସମସ୍ତ କର୍ମୀମାନଙ୍କୁ ଏକ ସାଥିରେ ନେଇ ଆଗାମୀ ଦିନର କେମିତି ଆମର ବିଜୁ ଜନତା ଦଳ ସୁଦୃଢ଼ ହେବ, ଶକ୍ତିଶାଳୀ ହେବ, ଆମେ ସେଥିପାଇଁ ମୁଁ ସମସ୍ତଙ୍କୁ ନେଇ ଚେଷ୍ଟା କରିବି। ମୁଁ ଆଜି ଯେଉଁ ପଦବୀରେ ମୋତେ ନିଯୁକ୍ତି ଦିଆଯାଇଛି ସେଥିରେ ମୁଁ ମୁଖ୍ୟତଃ ଆମର ପ୍ରିୟ ବିଧାୟକ ପୂର୍ବତନ ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟଙ୍କୁ ମୁଁ ଧନ୍ୟବାଦ ଦେଉଛି। ଏତିକି କହି